ରୋହିତ ଶର୍ମାଙ୍କ ଐତିହାସିକ ଶତକ ଆଉ ତାପରେ ଗୌତମ ଗମ୍ଭୀରଙ୍କ ଏମିତି ରିଆକ୍ସନ୍ ଯାହାକୁ ଦେଖି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ଝଡ଼ ବୋହିଯାଇଛି। ଯେଉଁମାନେ କହୁଥିଲେ ଗମ୍ଭୀର ଓ ରୋହିତଙ୍କ ସମ୍ପର୍କ ଭଲ ନୁହେଁ, ସେମାନଙ୍କ ପାଇଁ ଏହି ଦୃଶ୍ୟ ଥିଲା ସବୁଠାରୁ ବଡ଼ ଉତ୍ତର। ତେବେ ସେହି ମୁହୂର୍ତ୍ତରେ କ'ଣ ଘଟିଥିଲା ଆସନ୍ତୁ ଜାଣିବା। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ପୁଣି ଥରେ ପ୍ରମାଣ କରିଦେଲେ କାହିଁକି ତାଙ୍କୁ ହିଟମ୍ୟାନ୍ ବୋଲି କୁହାଯାଏ। ଲର୍ଡସ୍ ଭଳି ଐତିହାସିକ ମଇଦାନରେ ସେ ଚମତ୍କାର ବ୍ୟାଟିଂ କରି 84ଟି ବଲ୍ରେ ନିଜର ଶତକ ପୂରଣ କଲେ। ଏହାସହ ସେ ଲର୍ଡସରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟର ହୋଇ ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ଏହି ମ୍ୟାଚ୍ରେ କେବଳ ରୋହିତଙ୍କ ବ୍ୟାଟିଂ ନୁହେଁ, ଆଉ ଗୋଟିଏ ଦୃଶ୍ୟ ସମସ୍ତଙ୍କ ନଜର କାଢ଼ି ନେଇଥିଲା। ରୋହିତ 97 ରନ୍ରେ ଥିବାବେଳେ ସମସ୍ତଙ୍କ ଦୃଷ୍ଟି ଥିଲା ତାଙ୍କ ଶତକ ଉପରେ। ତାପରେ ଆସିଲା ସେହି ମୁହୂର୍ତ୍ତ। ରୋହିତ ଏକ ସୁନ୍ଦର ଚୌକା ମାରି ନିଜର ଶତକ ପୂରଣ କଲେ। ଗ୍ରାଉଣ୍ଡରେ ଦର୍ଶକଙ୍କ କରତାଳି ଗୁଞ୍ଜି ଉଠିଲା। ଏହାପରେ କ୍ୟାମେରା ସିଧାସଳଖ ଭାରତୀୟ ଡ୍ରେସିଂ ରୁମ୍କୁ ଫୋକସ୍ କଲା। ସେଠାରେ ଯାହା ଦେଖାଗଲା ତାହା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଗଲେ। ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ହସୁଥିବା ମୁହଁରେ ଉଠି ଠିଆ ହୋଇ ରୋହିତଙ୍କ ପାଇଁ ଜୋରଦାର ତାଳି ବଜାଉଥିଲେ। ତାଙ୍କ ମୁହଁରେ ଖୁସି ଓ ଗର୍ବ ସ୍ପଷ୍ଟ ଭାବେ ଦେଖାଯାଉଥିଲା। ଗତ କିଛି ସପ୍ତାହ ଧରି ସୋସିଆଲ ମିଡ଼ିଆରେ ଏହି ଚର୍ଚ୍ଚା ଚାଲିଥିଲା ଯେ ଗୌତମ ଗମ୍ଭୀର ଓ ରୋହିତ ଶର୍ମାଙ୍କ ସମ୍ପର୍କ ଭଲ ନୁହେଁ। କିଛି ଖବରରେ ଏହା ମଧ୍ୟ କୁହାଯାଇଥିଲା ଯେ ରୋହିତଙ୍କୁ 2027 ବିଶ୍ୱକପ୍ ଯୋଜନାରେ ରଖାଯିବ ନାହିଁ। ତେବେ ଏହି ଦାବିଗୁଡ଼ିକ ଆଧିକାରିକ ଭାବେ ପୁଷ୍ଟି ହୋଇନଥିଲା। ଏପରି ପରିସ୍ଥିତିରେ ଗମ୍ଭୀରଙ୍କ ଏହି ରିଆକ୍ସନ୍ ଦେଖି ଅନେକ କ୍ରିକେଟ ପ୍ରେମୀ କହୁଛନ୍ତି ଯେ ମଇଦାନରେ ବ୍ୟକ୍ତିଗତ ଚର୍ଚ୍ଚା ନୁହେଁ, ଦଳର ସଫଳତା ହିଁ ସବୁଠାରୁ ବଡ଼ କଥା। ଅନ୍ୟପଟେ ରୋହିତଙ୍କ ଶତକ ପୂରା ହେବା ପରେ ବିରାଟ କୋହଲି ମଧ୍ୟ ତାକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ। ଡ୍ରେସିଂ ରୁମ୍ରେ କେଏଲ୍ ରାହୁଲ, ଅଧିନାୟକ ଶୁଭମନ ଗିଲ୍ ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ତାଳି ବଜାଇ ରୋହିତଙ୍କ ଐତିହାସିକ ଇନିଂସକୁ ସମ୍ମାନ ଜଣାଇଥିଲେ। ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେଉଛି। ଅନେକ ଫ୍ୟାନ୍ସ କହୁଛନ୍ତି ଯେ ଏହି ଦୃଶ୍ୟ ସମସ୍ତ ଅବହେଳାକୁ ଏକ ପ୍ରକାର ଉତ୍ତର ଦେଇଛି। ତେବେ କେତେକ ଲୋକଙ୍କ ମତରେ କେବଳ ଗୋଟିଏ ମୁହୂର୍ତ୍ତ ଦେଖି ସମ୍ପର୍କ ବିଷୟରେ ନିଶ୍ଚିନ୍ତ ମତ ଦେବା ଠିକ୍ ନୁହେଁ। ଆପଣଙ୍କ ମତ କ'ଣ? ଗୌତମ ଗମ୍ଭୀରଙ୍କ ଏହି ରିଆକ୍ସନ୍ କି ସମସ୍ତ ଚର୍ଚ୍ଚାର ଉତ୍ତର ଦେଇଥିଲା, ନା ଏହା କେବଳ ଦଳର ସଫଳତା ପାଇଁ ଏକ ସାଧାରଣ ପ୍ରତିକ୍ରିୟା ଥିଲା? ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏଭଳି କ୍ରିକେଟ୍ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।